ସମସ୍ତେ କୁହନ୍ତି ଇଏ କେତେ ସ୍ୱାର୍ଥପର, ଇଏ କେତେ ଖରାପ, କିନ୍ତୁ କେହି ଏକଥା ବି କୁହନ୍ତିନି କି ମୁଁ କେତେ ଖରାପ। ଜଣେ ବେପାରୀ ବହୁତ ଧନୀ ହୋଇଥାଏ। ଦିନେ ହାଟରେ କିଛି ସଉଦା କିଣିବା ବେଳେ ଗୋଟିଏ ଗରିବ ଲୋକଟିକୁ ଦେଖି ସେ କହିବାକୁ ଲାଗିଲା, କୁଆଡ଼ୁ କୁଆଡ଼ୁ ଏ ଗରିବ ଭିକାରୀ ଗୁଡ଼ିକ ଚାଲି ଆସୁଛନ୍ତି, ଆମ ଭଳି ଧନୀ ଲୋକମାନେ ଭାରି ହଇରାଣ ହେଉଛନ୍ତି। ଦେଖୁନ ଏ ଭିକାରୀମାନଙ୍କର କେତେ ଗହଳି। ପୁଣି ଦୋକାନୀକୁ ଦେଖି କହିବାକୁ ଲାଗିଲା, ଭାଇ ତମର ଯଦି ଖୁଚୁରା ବେପାର କରିବାର ଅଛି ନା, ତେବେ ତୁମେ ବେପାର କର, ମୋ ପାଖରେ ସମୟ ନାହିଁ, ମୁଁ ଯାଉଛି ଅନ୍ୟ ଦୋକାନରୁ ସଉଦା ନେଇଯିବି। ଦୋକାନୀ ଜଣକ ସେଇ ଧନୀ ଲୋକର ଭେଷ ପୋଷାକ ଦେଖି ଗରିବ ଲୋକଟିକୁ କହିଲା, ଭାଇ ତମେ ଯାହା ପଛରେ ଆସିବ, ନହେଲେ ତୁମେ ଅନ୍ୟ ଦୋକାନରୁ ସଉଦା ନେଇଯିବ, ମୁଁ ଏ 100-200 ଟଙ୍କାର ସଉଦା ଦେଇପାରିବି ନାହିଁ। ଗରିବ ଲୋକଟିକୁ ଭାରି କଷ୍ଟ ହେଲା ଏବଂ ସେ ସଉଦା ନ କିଣି ଘରକୁ ଫେରିଗଲା। ଦିନେ ସେହି ବେପାରୀ ସହରକୁ ଯାଇଥାଏ। ସେଠାରେ ଗୋଟିଏ ଦୋକାନୀ ସହ କୌଣସି ଗୋଟିଏ ଜିନିଷ କିଣିବା ବେଳେ ସେ ଦାମରେ ମୁଲାମିଲି କରିଥାଏ। 500 ଟଙ୍କାର କୌଣସି ଜିନିଷ ପାଇଁ ସେ 480 ଟଙ୍କା ଦେବ ବୋଲି କହୁଥାଏ। ଦୋକାନୀ ଜଣକ ରାଗିଯାଇ କହିଲା, ଭାଇ ଇଚ୍ଛା ପାଇଲେ ନିଅ, ନହେଲେ ନାହିଁ ଯାଅ। ଏହା ଶୁଣି ଯେତେବେଳେ ସେ ଧନୀ ବେପାରୀ ଜଣକ ସେଠାରୁ ଜିନିଷ ନ କିଣି ଫେରିବାକୁ ଲାଗିଲା, ସେତେବେଳେ ଦୋକାନୀ ଜଣକ ପୁଣି କହିଲା, ଆରେ ଭାଇ ତମର ଯଦି କିଛି କିଣିବାର ନଥିଲା ମୋ ଜିନିଷକୁ ଏତେ ଖେଳାଉଥିଲ କାହିଁକି? କୁଆଡ଼ୁ କୁଆଡ଼ୁ ଏଇ ଗାଉଁଲି ଭିକାରୀମାନେ ମୋରି ଭାଗ୍ୟରେ ପଡ଼ୁଛନ୍ତି। ଏହାକୁ ଶୁଣି ସେ ଧନୀ ବେପାରୀ ଜଣକ ଅନ୍ୟ ସହରରେ ରହିଥିବାରୁ କିଛି କହିପାରିଲା ନାହିଁ ଏବଂ ମନ ଦୁଃଖରେ ଜିନିଷ ନ କିଣି ଘରକୁ ଫେରିଲା। ବାଟ ସାରା ଭାବୁଥାଏ, ମୁଁ ସେହି ଦୋକାନୀକୁ କିଛି ଖରାପ ବ୍ୟବହାର କରିନି, ତଥାପି କାହିଁକି ସେ ମୋ ସହ ଏମିତି ବ୍ୟବହାର କଲା। ପୁଣି ଭଗବାନଙ୍କୁ କହୁଥାଏ, ହେ ଭଗବାନ, ମୁଁ ଯଦି ନ୍ୟାୟରେ ଥାଏ ତେବେ ସେହି ଦୋକାନୀ କଥା ତୁମେ ନିଶ୍ଚୟ ବୁଝିବ। ଦର୍ଶକ ବନ୍ଧୁ, ସେ ଅତୀତରେ କରିଥିବା ଅପମାନ କଥା ହୁଏତ ଭୁଲି ଯାଇପାରେ, କିନ୍ତୁ ଭଗବାନ କେବେ କିଛି ଭୁଲନ୍ତିନି। କେଉଁଠାରେ କରିଥିବା କର୍ମର ଫଳ କେଉଁଠାରେ ନା କେଉଁଠାରେ ନିଶ୍ଚୟ ଦେଇଥାନ୍ତି। ହାତରେଖା କେବେ ଭାଗ୍ୟରେଖା ନୁହେଁ। କର୍ମ ଯେପରି ହେବ ଭାଗ୍ୟ ସେପରି ହେବ। ତୁମେ ହାରିବା ପାଇଁ ଜନ୍ମ ହେଇନାହଁ, କିନ୍ତୁ ତୁମେ ହାରି ଯାଉଛ। କେବେ ଭାବୁଛ ତୁମ ପାଖରେ ବଳ ନାହିଁ, କେବେ ଭାବୁଛ ତୁମ ପାଖରେ ଧନ ନାହିଁ, ପୁଣି କେବେ ଭାବୁଛ ତୁମ ପାଖରେ ସପୋର୍ଟ ନାହିଁ, ତ ପୁଣି କେବେ ଭାବୁଛ କି ମୋ ଭାଗ୍ୟରେ ତ ନଥିଲା। ଜାଣିଛ, ଏସବୁ ଗୋଟିଏ ଗୋଟିଏ ବାହାନା ମାତ୍ର। ଏହି ବାହାନାକୁ ବାରମ୍ବାର ପ୍ରୟୋଗ କରି କରି ତୁମ ମନ ମଧ୍ୟ ଅଭ୍ୟାସରେ ପଡ଼ିଗଲାଣି। ସେଥିପାଇଁ ତୁମେ ବେଳେ ବେଳେ ଲଢ଼ିବା ଆଗରୁ ହିଁ ଏହା ଭାବି ନେଉଛ କି ମୁଁ ସତରେ ପାରିବିନି। ବନ୍ଧୁ, ତୁମେ ସେତେବେଳେ ହାରି ନଥାଅ ଯେବେ ତୁମେ ଝୁଣ୍ଟି ଥାଅ। ତୁମେ ସେତେବେଳେ ହାରିଥାଅ ଯେବେ ତୁମେ ଝୁଣ୍ଟିବା ପରେ ବି ଉଠି ନଥାଅ। ହଁ, ଏହା ସତ କଥା ଅଟେ। ତୁମେ ଅନ୍ୟ ପାଖରେ ହାରିବା ପୂର୍ବରୁ ପ୍ରଥମେ ତୁମେ ନିଜ ପାଖରେ ହାରି ଯାଇଥାଅ, ଯେଉଁଥିପାଇଁ ଅନ୍ୟମାନେ ତୁମକୁ ସହଜରେ ହରେଇ ଦିଅନ୍ତି। ବନ୍ଧୁ, ନିଜର 100% ଦିଅ। ହେଇପାରେ ସାମ୍ନା ଲୋକ ତୁମ ସାହସକୁ ଦେଖି ଡରିଯିବ। ସବୁଠାରୁ ବଡ଼ ହେଉଛି ଆତ୍ମବଳ ଏବଂ ନିଜସ୍ୱ ବୁଦ୍ଧି ବଳ। ଏହି ଦୁଇଟି ଯାହା ପାଖରେ ଅଛି ସେ ଧୈର୍ଯ୍ୟ ଏବଂ ନିଜ ପରିଶ୍ରମ ବଳରେ କୌଣସି ବାଜିକୁ ସହଜରେ ଜିତିପାରିବ। ମନକୁ ମଜବୁତ କର। ଯଦି ତୁମର ମାନସିକ ସ୍ତରରେ ମଜବୁତ ବା ମେଣ୍ଟାଲି ଷ୍ଟ୍ରଙ୍ଗ ହୋଇଯାଅ, ତେବେ ସବୁବେଳେ ଜିତାପଟ ତୁମର ହିଁ ହେବ। ଆଜିକାଲି ମଣିଷ ନିଜେ ନିଜେ ଡକ୍ଟର ହୋଇଯାଉଛି। ଡିପ୍ରେସନ୍, ଏନ୍ଜାଇଟି ଭଳି ନିଜକୁ ରୋଗୀ ବୋଲି ଭାବୁଛି। ଏବେ ଇଏ କି ସମୟ ଚାଲିଛି? ପ୍ରେମରେ ଧୋକା ମିଳିଗଲେ କି କାହାର କଥା କଷ୍ଟ ଦେଲେ କି କେବେ ଏକୁଟିଆ ଫିଲ୍ ହେଲେ ଆଜିକାଲିର ଯୁବପିଢ଼ି ମୋବାଇଲ ଧରି ବସି ପଡ଼ୁଛି। ସ୍ୟାଡ୍ ସଙ୍ଗ ଶୁଣି ମନକୁ ବୁଝାଉଛି। ବନ୍ଧୁ, ଏମିତି ଦୁଃଖ ବା ଧୋକାର ଗୀତ ଶୁଣିଲେ ମନ ହାଲକା ହୁଏ ନାହିଁ, ବରଂ ମନ ଅଧିକ ଦୁଃଖୀ ହୋଇଯାଏ। ହ୍ୱାଟ୍ସଆପ୍ର ଷ୍ଟାଟସରେ ଦୁଃଖପୂର୍ଣ୍ଣ ଭିଡ଼ିଓ ବା କୌଣସି ଇମେଜ୍ ଅପଲୋଡ଼ କଲେ ଲାଭ କ'ଣ ହେବ? କେବଳ ଦୁଃଖ ମିଳିବ। କାହିଁକି ଏତେ ଫ୍ରି ରହୁଛ କି କେହି ବି ତୁମକୁ କଷ୍ଟ ଦେଇପାରୁଛି? ଆରେ କାହିଁକି ଏତେ ଅନ୍ୟକୁ ସୁଯୋଗ ଦେଉଛ କି କେହି ବି ତୁମକୁ ଧୋକା ଦେଇପାରୁଛି? ତୁମକୁ ମିଳିଛି ଦିନରେ 24 ଘଣ୍ଟା, ସପ୍ତାହରେ 7 ଦିନ ବା 168 ଘଣ୍ଟା ବା ବର୍ଷକରେ 8760 ଘଣ୍ଟା ମିଳୁଛି। ତେବେ ଏହି ସମୟକୁ ତୁମେ ଅନ୍ୟ ପାଇଁ କାହିଁକି ବର୍ବାଦ କରିଦେଉଛ? ଥରେ ବିଚାର କରିକି ଦେଖ।
ଏହି ଦିନର 24 ଘଣ୍ଟା ବା ସପ୍ତାହର 168 ଘଣ୍ଟା ବା ଗୋଟିଏ ବର୍ଷରେ ମିଳୁଥିବା 8760 ଘଣ୍ଟା ଯଦି ସେମାନଙ୍କୁ ମିଳିଛି ଯେଉଁମାନେ କେବେ ଗରିବ ଥିଲେ କିନ୍ତୁ ଆଜି ତାଙ୍କ ନାଁକୁ ସାରା ବିଶ୍ୱ ଜାଣିଛି, ତେବେ ତୁମେ କାହିଁକି ପାରିବନି? ଆଜି ବି ମୁଁ କିଛି ଲୋକଙ୍କୁ କହିବାର ଶୁଣୁଛି କି ଦେଖ ତା ବାପା ଦିନେ ଭିକ ମାଗିକି ଚଳୁଥିଲା, ତା ପୁଅକୁ ଦେଖ କେମିତି କାର୍ ଧରି ଷ୍ଟାଇଲ ମାରୁଛି, ଦିନେ ଚାଳ ଘରକୁ ଛପର କରିପାରୁନଥିଲା, ଆଜି ଦେଖ କେମିତି ଘର ଉପରେ ଘର ବନାଉଛି। ଏସବୁ କହିଲା ଲୋକ ଆଉ କେହି ନୁହେଁ, ସେଇମାନେ ଯିଏ ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନରେ କିଛି କରିପାରିଲେ ନାହିଁ। ସେଥିପାଇଁ ବନ୍ଧୁଗଣ ସେତିକି ଶୁଣ ଯେତିକି କାମରେ ଆସିବ, ସେତିକି କୁହ ଯେତିକିରେ କାମ ହୋଇଯିବ, ସେତିକି ଚିନ୍ତା କର ଯେତିକିରେ ତୁମ ଚିନ୍ତା ଦୂର ହୋଇଯିବ। ଅଯଥା ଶୁଣନି କି ଅଯଥା କୁହନି କି ଅଯଥା ଚିନ୍ତା କର ନାହିଁ। ବାସ୍ ନିଜକୁ ଗଢ଼ିବାରେ ସମୟ ଲଗାଅ। ଯାହା ଘଟିଗଲା ତାକୁ ଛାଡ଼, ଯାହା ଏବେ ଅଛି ତାକୁ ମୂଲ୍ୟବାନ ଭାବି ଆଗକୁ ବଢ଼ି ଚାଲ। ଏତେ ବ୍ୟସ୍ତ ହୋଇଯାଅ କି ଧୋକା ପାଇଁ, ଦୁଃଖ ପାଇଁ କି କାହାର ଘୃଣା ପାଇଁ ତୁମ ପାଖରେ ସମୟ ହିଁ ନଥିବ। କର୍ମ ହିଁ ସ୍ଥିର କରିବ ଭାଗ୍ୟ ତୁମର କିପରି ହେବ। ତୁମେ ନିଜ ପଇସାରେ କାର୍ କିଣି ଚଳେଇବ କି ପର କାର୍ ପାଖରେ ଠିଆ ହୋଇ ସେଲ୍ଫି ଉଠେଇବ? ମୋଟିଭେସନ୍ ବାସ୍ କିଛି ସମୟ ପାଇଁ ତୁମକୁ ମୋଟିଭେଟ୍ କରିପାରିବ, କିନ୍ତୁ ଯଦି ବୁଦ୍ଧିମତାର ସହ ପରିଶ୍ରମ ତୁମର ଅଭ୍ୟାସରେ ପଡ଼ିଯାଏ, ତେବେ ସବୁବେଳେ ଆପେ ଆପେ ତୁମେ ମୋଟିଭେଟ୍ ରହିବ। ତୁମକୁ ଯିଏ ପ୍ରକୃତିରେ ଭଲ ପାଉଥିବ ସିଏ ତୁମକୁ ତୁମ କର୍ମକ୍ଷେତ୍ରରେ ସପୋର୍ଟ କରିବ, ଆଉ ଯିଏ କେବଳ ନାଁକୁ ମାତ୍ର ଭଲ ପାଉଥିବ ସିଏ କେବଳ ତୁମର ବ୍ୟବହାର କରିବ। ସେଥିପାଇଁ ତାହା କର୍ମ ହେଉ କି ପ୍ରେମ, ନିଜ ବୁଦ୍ଧିର ପ୍ରୟୋଗ ନିଶ୍ଚୟ କର। ସିଏ ତୁମକୁ ଭଲ ପାଉଛି କି ନାହିଁ ଅତି ସହଜରେ ଜାଣିବାର ଏହି ଗୋଟିଏ ଉପାୟ, ସିଏ ତୁମ ଲକ୍ଷ୍ୟ ପଥରେ ଗୋଡ଼ ଟାଣୁଛି ନା ନିଜର କାନ୍ଧ ସାହାରାରେ ତୁମକୁ ଉପରକୁ ଉଠାଉଛି, ଏତିକି ଜାଣିନିଅ। ପ୍ରକୃତ ପ୍ରେମର ଅର୍ଥ ଏହା ନୁହେଁ କି ପ୍ରେମ ନାଁରେ ତୁମକୁ ସେ ବାନ୍ଧିକି ରଖିବ। ପ୍ରକୃତ ପ୍ରେମ ତାହା ଯେଉଁଠାରେ ନିଜକୁ ଅତି ଭଲରୁ ଭଲ କରିବା ଏବଂ ତାଙ୍କୁ ମଧ୍ୟ ଅତି ଭଲ ହେବାରେ ସପୋର୍ଟ କରିବା। ମୁଁ ଆଜ୍ଞା ସାଧାରଣତଃ କୌଣସି ମୁଭିକି ସପୋର୍ଟ କରେ ନାହିଁ, କୌଣସି ଫିଲ୍ମ ବା କୌଣସି ମୁଭିକୁ କେବେ ପ୍ରମୋଟ୍ କରେ ନାହିଁ। ତଥାପି ଏହି ଫିଲ୍ମକୁ ଯଦି ମୁଁ ଆପଣଙ୍କ ପାଇଁ ପ୍ରମୋଟ୍ କରୁଛି, ତେବେ ନିଶ୍ଚୟ ଏଥିରେ କିଛି ନିଆରା କଥା ଥିବ। ପ୍ରକୃତ ପ୍ରେମର ଅର୍ଥ କ'ଣ ଏହି ଫିଲ୍ମ ଦେଖିଲେ ହିଁ ଆପଣ ଜାଣିପାରିବେ। 12th ଫେଲ୍ ଏହି ଫିଲ୍ମଟି ହିନ୍ଦୀ ଭାଷାରେ ଅଛି, ଆପଣ କିପରି ବି ଦେଖିପାରିବେ, କିନ୍ତୁ ଥରିଏ ଆକୁ ଜୀବନରେ ନିଶ୍ଚୟ ଦେଖନ୍ତୁ। ମୋ ହିସାବରେ ତ ଆପଣ ଆକୁ ବାରମ୍ବାର ଦେଖିବା କଥା। ଏହା ମୋର ଆପଣମାନଙ୍କ ପାଇଁ ପର୍ସନାଲ ରିକ୍ୱେଷ୍ଟ। ପ୍ରେମର ଅର୍ଥ ଏହା ନୁହେଁ କି କାହା ପାଇଁ ମାରିବା ବା ମରିବା ଭଳି ସ୍ତରକୁ ଚାଲି ଆସିବା। ପ୍ରେମର ଅର୍ଥ ଏହା ନୁହେଁ କି ଆପଣ କୌଣସି ବି ନିଚ ସ୍ତରକୁ ଖସିଯିବା, ନିଜ ଫ୍ୟାମିଲିକୁ ଧୋକା ଦେବା। ପ୍ରକୃତ ପ୍ରେମର ଅର୍ଥ ତାହା ଯେଉଁଠି ଜଣେ ଜଣଙ୍କ ଉନ୍ନତି ପଥରେ ସହାୟକ ହୁଏ। ପ୍ରକୃତ ପ୍ରେମ କାହାକୁ କୁହନ୍ତି ନା, ଏହି ଫିଲ୍ମଟିକୁ ଦେଖନ୍ତୁ। ଥରେ ଦେଖିଲେ ଆପଣ ନିଶ୍ଚୟ ବୁଝିପାରିବେ ମୁଁ ଆପଣଙ୍କୁ ଏହି ଫିଲ୍ମଟି କାହିଁକି ରେକମେଣ୍ଡ କରୁଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିଶ୍ଚୟ ଗୋଟିଏ ଲାଇକ୍ଟି କରି ଏହା ଜଣାଇ ଦିଅନ୍ତୁ। ହଁ, ପ୍ରକୃତରେ ଏହି ଭିଡ଼ିଓଟି ଆପଣଙ୍କୁ ସତରେ ଭଲ ଲାଗିଛି, ଆପଣଙ୍କ ହୃଦୟକୁ ଛୁଇଁଛି। ଯଦି କିଛି କଥା ଥାଏ ନିଜର ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ନୂଆ ଥିଲେ ଏହି ଅନୁରୋଧ ପୁଣି ଥରେ ସବସ୍କ୍ରାଇବ୍ ନିଶ୍ଚୟ କରିନିଅନ୍ତୁ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।